ବନସ୍ତେ ଡାକିଲା ଗଜ ବରଷକ ଥରେ ଆସିଛି ରଜ ଲଘେନି ନୂଆ ସଜବାଜ। ନମସ୍କାର ଦର୍ଶକ ବନ୍ଧୁ, ଆସନ୍ତୁ ଆଜି ଜାଣିବା ରଜ ପର୍ବ କେବେ, କାହିଁକି ଓ କିପରି ପାଳନ କରାଯାଏ। ଆମ ଓଡ଼ିଶାରେ 12 ମାସରେ 13 ପର୍ବ ପାଳିତ ହୋଇଥାଏ। ଓଡ଼ିଶାରେ ବହୁତ ଗୁଡ଼ିଏ ପର୍ବ ପାଳିତ ହୋଇଥାଏ। ସେଥିଭିତରୁ ରଜ ପର୍ବ କିଛି ଅଲଗା। ରଜ ପର୍ବ ଏକ ଗଣପର୍ବ ଅଟେ। ଏହି ପର୍ବ ସାଧାରଣତଃ ଝିଅମାନଙ୍କ ପର୍ବ ଅଟେ। ପ୍ରତିବର୍ଷ ଜୁନ୍ ମାସରେ 14, 15, 16 ତାରିଖରେ ରଜ ପର୍ବ ପାଳନ କରାଯାଏ। ଏହା ଜୁନ୍ ମାସର ମଧ୍ୟଭାଗରେ, ଜ୍ୟେଷ୍ଠ ମାସର ଶେଷ ଭାଗରେ ଏବଂ ଆଷାଢ଼ ମାସର ଆରମ୍ଭରେ ପାଳନ କରାଯାଏ। ବର୍ଷା ଦିନ ଆରମ୍ଭ ହୁଏ ଏବଂ ବିଷମ ଗରମରୁ ତ୍ରାହି ମିଳିଥାଏ। ରଜ ଶବ୍ଦଟି ରଜସ୍ୱଳା ଶବ୍ଦରୁ ଆସିଅଛି, ଯାହାର ଅର୍ଥ ମହିଳାଙ୍କର ମାସିକ ଧର୍ମ ଦେଇ ଗତି କରୁଥିବା ଦିନକୁ କୁହାଯାଏ। ଏହି ଦିନ ଧରିତ୍ରୀ ମାତା ରଜସ୍ୱଳା ହୋଇଥାନ୍ତି। ବସୁଧା ମା, ଯିଏକି ଭଗବାନ ବିଷ୍ଣୁଙ୍କ ପତ୍ନୀ ଅଟନ୍ତି, ମା ଲକ୍ଷ୍ମୀ, ଏହି ଦିନ ମାସିକ ଧର୍ମ ପାଳନ କରନ୍ତି। ମାଙ୍କୁ 3 ଦିନ ରେଷ୍ଟ ଦିଆଯାଏ। ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ, ଯେଉଁ ଦିନ ଭୂଦେବୀଙ୍କୁ ସ୍ନାନ କରାଯାଏ ବା ମହାଲକ୍ଷ୍ମୀ ସ୍ନାନ କୁହାଯାଏ। ଧନୀ ହେଉ ବା ଗରିବ କିମ୍ବା ଗାଁ ହେଉ କି ସହର, ସବୁଠାରେ ରଜ ପର୍ବ ଆନନ୍ଦରେ ପାଳିତ କରାଯାଏ। ରଜ ପର୍ବରେ ଝିଅମାନେ ଖାଲି ପାଦରେ ଚାଲିବା ନିଷେଧ କରାଯାଇଅଛି। ମଧ୍ୟଯୁଗରେ ଏହି ପର୍ବଟି କୃଷିଭିତ୍ତିକ ଛୁଟି ରୂପେ ବିଖ୍ୟାତ ହୋଇଥିଲା। ଏହି 3 ଦିନ ସମସ୍ତଙ୍କୁ ଛୁଟି ମିଳିଥାଏ। ଏହି ଛୁଟିର ମଜା ସମସ୍ତେ ନେଇଥାନ୍ତି। ଏହି 3 ଦିନ ଘରର ମହିଳାମାନଙ୍କୁ ଘର କାମରୁ ନିବୃତ୍ତ ରଖାଯାଏ। କଟାକଟି, ବଟାବଟି, ରୋଷେଇ କାମ କରିବା ମନା। ଏହି 3 ଦିନ ସଜାସଜି ହୋଇ ରହିଥାନ୍ତି। ଝିଅମାନେ ନୂଆ ପୋଷାକ କିମ୍ବା ଶାଢ଼ୀ ପିନ୍ଧିଥାନ୍ତି। ପାଦରେ ଅଳତା ଲଗାଇ, ହାତରେ ମେହେନ୍ଦି ଲଗାଇ ନିଜକୁ ବିଭିନ୍ନ ଡିଜାଇନରେ ସଜାସଜି କରିଥାନ୍ତି ଏବଂ ମହିଳାମାନେ ମଧ୍ୟ ନିଜକୁ ସଜେଇଥାନ୍ତି। ରଜ ପର୍ବ ମୁଖ୍ୟତଃ 5 ଦିନ ପାଳନ କରାଯାଏ। ରଜର ଆଗ ଦିନକୁ ସଜବାଜ କୁହାଯାଏ। ଏହି ଦିନଠାରୁ ଘରଦ୍ୱାର ସଫାସୁତରା, ବାସନ ଶିଳପୁଆ ଆଦିକୁ ଧୁଆଧୁଇ କରି ସଫାସଫି କରି ସଜାସଜି କରି ରଖାଯାଏ। ରଜର ପ୍ରଥମ ଦିନକୁ ପହିଲି ରଜ କୁହାଯାଏ। ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି କୁହାଯାଏ। ତୃତୀୟ ଦିନକୁ ଭୂମି ଦହନ କୁହାଯାଏ। ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ। ଏହି ଦିନ ଭୂଦେବୀଙ୍କୁ ବା ମା ଲକ୍ଷ୍ମୀଙ୍କୁ ହଳଦୀ ଜଳରେ ଗାଧୋଇ ମାଙ୍କୁ ପୂଜା କରାଯାଇଥାଏ। ଶିଳ ଏବଂ ଶିଳପୁଆକୁ ଧୋଇ ମଧ୍ୟ ମା ରୂପେ ପୂଜା କରାଯାଏ ଏବଂ ଭୋଗ ଲଗାଯାଏ। ଲୁହା ଜିନିଷକୁ ହଳଦୀ ପାଣିରେ ଧୋଇ ମଧ୍ୟ ପୂଜା କରାଯାଏ। ମାଟିରେ ମାଙ୍କୁ ସ୍ଥାପନ କରି ମଧ୍ୟ ପୂଜା କରାଯାଇଥାଏ। ଏହି ଦିନ କ୍ଷୀରି ଭୋଗ ଏବଂ ବିଭିନ୍ନ ପ୍ରକାରର ଭୋଗ ମାଙ୍କୁ ଲଗାଇ ପୂଜା କରାଯାଇଥାଏ। ମାର୍ଗଶିର ମାସର ଗୁରୁବାରର ଚାଉଳ କିମ୍ବା ଧାନ ଯଦି ଖାଇନାହାନ୍ତି, ତେବେ ଏହି ଦିନ ଖାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ଧାନକୁ କୁଟି ଖିଆଯାଇଥାଏ। ଖେଚୁଡ଼ି ବନେଇ କିମ୍ବା କ୍ଷୀରି ବନେଇ ଖିଆଯାଇଥାଏ। ସେହି କ୍ଷୀରି ଖେଚୁଡ଼ି ପୂଜା ହୋଇନଥାଏ, ତାହା ମାଙ୍କ ପାଖରେ ଆଗରୁ ପୂଜା ହୋଇଛି, ତେଣୁ ତାହା ନିଜେ ଖିଆଯାଇଥାଏ। ଏହି ଦିନ ମାନଙ୍କରେ ଚାଷବାସ କରିବା ମନା କରାଯାଏ। ମାଟି ମାଙ୍କୁ ରେଷ୍ଟ ଦିଆଯାଏ। ଧରଣୀ ମାଙ୍କୁ କଷ୍ଟ ଦିଆଯାଏ ନାହିଁ। ଧରିତ୍ରୀ ମାତାଙ୍କୁ ଆଘାତ ନ ଲାଗୁ ବୋଲି ଏ ପ୍ରଥା ପ୍ରଚଳିତ କରାଯାଇଅଛି। ଭୂମି ଦହନ ପରେ, ବସୁମତୀ ସ୍ନାନ ପରେ ଚାଷ କାମ କରାଯାଇଥାଏ। ରଜ ପର୍ବରେ ବହୁତ ପ୍ରକାରର ପିଠାପଣା କରାଯାଏ। ସେଥିଭିତରୁ ପୋଡ଼ପିଠା ବହୁତ ଖାସ୍ ହୋଇଥାଏ। ଏହି ପିଠାକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ଖାଇଥାନ୍ତି ଏବଂ ବାଣ୍ଟିଥାନ୍ତି।
ଆଡ଼ିସା ଚକୁଳି ପିଠା ଘାଣ୍ଟ ତରକାରୀ ମଧ୍ୟ କରାଯାଇଥାଏ ଏବଂ ସମସ୍ତଙ୍କୁ ବଣ୍ଟା ଯାଇଥାଏ ଏବଂ ଖିଆଯାଇଥାଏ। କେହି କେହି ଆମିଷ ମଧ୍ୟ ଖାଇଥାନ୍ତି। ଏହି ଦିନ ପ୍ରାୟ ଲୋକ ଫିଲ୍ମ ମଧ୍ୟ ଦେଖିବା ପାଇଁ ଯାଇଥାନ୍ତି। ଝିଅମାନେ ଦୋଳି ଖେଳିଥାନ୍ତି ଏବଂ ତାର ମଜା ଉଠାଇଥାନ୍ତି। ବିଭିନ୍ନ ପ୍ରକାର ଦୋଳି ଖେଳାଯାଏ। ରାମଦୋଳି, ଚରକି ଦୋଳି, ପାଟ ଦୋଳି, ବାଉଁଶ ଦୋଳି ଏବଂ ପ୍ଲାଷ୍ଟିକ ଦୋଳିର ବ୍ୟବହାର ମଧ୍ୟ କରାଯାଇଥାଏ। ଝିଅମାନେ ପୁଚି ଖେଳ ମଧ୍ୟ ଖେଳିଥାନ୍ତି। ମହିଳାମାନେ ଲୁଡୁ, ତାସ ଖେଳିଥାନ୍ତି ଏବଂ ତାର ମଜା ଉଠାଇଥାନ୍ତି। ପୁରୁଷମାନେ ମଧ୍ୟ ଏହି ଖେଳ ଖେଳିଥାନ୍ତି। ଗାଁରେ ଯୁବକମାନଙ୍କର କବାଡି ଖେଳର ପ୍ରତିଯୋଗିତା ହୋଇଥାଏ। ଯୁବକମାନେ କବାଡି ଖେଳରେ ଆନନ୍ଦ ଉଠାଇଥାନ୍ତି। ସମସ୍ତେ ବିଭିନ୍ନ ପ୍ରକାର ରଜ ଗୀତ ଗାଇ ଧୁମଧାମରେ ରଜ ପାଳନ କରିଥାନ୍ତି। ରଜ ପର୍ବର ଆଉ ଗୋଟିଏ ଆକର୍ଷଣ ହେଉଛି ରଜ ପାନ। ପାନ ବିନା ରଜ ଅଧୁରା। ଏହି ଦିନ ପାନ ବିଭିନ୍ନ ପ୍ରକାର ମସଲା ଦେଇ ବନାଯାଇଥାଏ। ପାନ କିଣା ଯାଇଥାଏ କିମ୍ବା ଘରେ ବନାଯାଇଥାଏ। ଏହି ଦିନ କିଣିଲେ ଗୋଟିଏ ଗୋଟିଏ ମସଲା ପାନ 25 ଟଙ୍କାରୁ ଉର୍ଦ୍ଧ୍ୱ ପଡ଼ିଥାଏ। ହେଲେ ବି ଲୋକ ତାର ମଜା ଉଠାଇଥାନ୍ତି। ନିଜେ ଖାଆନ୍ତି ଏବଂ ନିଜ ପ୍ରିୟଜନଙ୍କୁ ଦେଇଥାନ୍ତି। ଏହି ସମୟରେ ଝିଅମାନଙ୍କୁ ଭୂଦେବୀ ସହ ତୁଳନା କରାଯାଇଥାଏ। ତେଣୁ ଝିଅମାନେ ଭୂଦେବୀଙ୍କ ପରି କୌଣସି କାର୍ଯ୍ୟ କରିନଥାନ୍ତି। ରେଷ୍ଟ କରନ୍ତି ଏବଂ ସଜବାଜ ହୋଇ ରହିଥାନ୍ତି। ପୁରୀରେ ଜଗନ୍ନାଥ ମନ୍ଦିରରେ ରୂପାର ମୂର୍ତ୍ତି ଏବେ ବି ଜଗନ୍ନାଥଙ୍କ ପାଖରେ ଦେଖିବାକୁ ମିଳେ। ଏହି ମୂର୍ତ୍ତି ଭୂଦେବୀ ରୂପେ ପୂଜା ପାଇଥାନ୍ତି। ରଜ ସରିବା ପରେ ଆସିଗଲା ଆଷାଢ଼ ମାସ। ଚାଷୀ ଭାଇମାନେ ଲାଗି ପଡ଼ିଲେ ଏହି 4 ମାସ ଚାଷ କାମରେ। ରଜ ପର୍ବ ଓଡ଼ିଆମାନଙ୍କ ବ୍ୟତୀତ ଅନ୍ୟ କୌଣସି ସମାଜରେ ପ୍ରଚଳିତ ନାହିଁ। ରଜ ପର୍ବ ପାଳନ କରି ଆମେ ବହୁତ ଗର୍ବିତ ଏବଂ ଆନନ୍ଦିତ ମଧ୍ୟ। ଏହିପରି ସମସ୍ତେ ଆମେ ଆନନ୍ଦ ଉଲ୍ଲାସର ସହିତ ରଜ ପର୍ବ ପାଳନ କରି ଏହି ପ୍ରଥାକୁ ଆମେ ଆଗେଇ ନେବା। ଯଦି ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦେବେ। ରହିଲି। ଓମ୍ ନମୋ ନାରାୟଣ।